ଆମର ଏଠି ଗୋଟେ ଦୁଆରେ ଅଛି ଗୋଟେ ପ୍ରଜାପତି ବସିଛି ବ୍ରାଉନ୍ କଲର୍ ଦେଖିଦେବେ ତା ଡିଜାଇନିଂ ପୁରା ଗୋଟେ ଶୁଖିଲା ପତ୍ର ଯାହା ସିଏ ସେଇଆ ଛୁଇଁ ବି ହଉନି ଛୁଇଁ ଦେଲା ବେଳକୁ ଏଠି ଛୁଁଛି ମାମା ଦେଖିବା କିଛି ହଉନି ବିଚରାଟା ଶୀତଟାର ଘରେ କୋଉଠି ବସିବା ସେଥିପାଇଁ ଏଇଠି ଖାଇଛି ପୁରା ଶୁଖିଲା ପତ୍ର ଖାଲି ସଫ୍ଟ ଅଛି ସେ ପୁରା ଡିଟୋ ଶୁଖିଲା ପତ୍ର ଭଳିଆ ଆମ ଘରକୁ ଆଇଛି ଏଇକିନା ବହୁତ କ୍ୟୁଟ୍ ମାନେ ବହୁତ କ୍ୟୁଟ୍ ଦେଖାଯାଉଛି ମୋତେ ଧରିବାର ଭାରି ଇଚ୍ଛା ହେଉଛି ଚାଲ ଦେଖିବା ଭାଇ ଟାଣି ହେଇକି ପୁରା ଚିପକିକି ରହିଯାଉଛି ମାନେ ସେ ଟାଣି ହଉନାହିଁ ଚିପକିକି ରହିଯାଉଛି ଏଠି ପୁରା ମାନେ ଏତେ ମାନେ ଖାଲି ଟାଣିଦେନି ସେଟା ଚିପକିକି ସାଙ୍ଗେ ସାଙ୍ଗେ ରହିଗଲା ଗୋଟେ ଜାଗାରୁ ଉଠିଲା ଆଉ ଗୋଟେ ଜାଗାକୁ ସାଙ୍ଗେ ସାଙ୍ଗେ ଚିପକିଗଲା ପ୍ରଜାପତି ମାନଙ୍କୁ ତାଙ୍କୁ ବହୁତ କେୟାର ରଖିବା ଗୋଟେ ଛୋଟ ନା ସେମାନେ ଆଉ ଅଲେକ୍ସ ସାଇଡ଼୍ ପଳେଇଛି ଆଣ୍ଟିଙ୍କ ଘରକୁ ପାଠ ପଢ଼ିତେ ବସିଥିଲି ମାମା ମୋତେ କହିଲା ତ ଆସିଥିଲି ଦେଖତେ କାହିଁ ଦେଖେଇଦେବା ଏଗୁଡ଼ା ଆମ କ୍ଲାସ୍କୁ ଇଏ ହେଉଥିବେ ପଶି ଆସନ୍ତି ବେଶୀ ନା ବ୍ରାଉନ୍ କଲର୍ ଆଉ ଡିଜାଇନିଂ ପ୍ରଜାପତି ଗୁଡ଼ା କାହିଁ ଦେଖାଉନାହାନ୍ତି ଆଗରୁ ଆମର ଗୋଟେ ଜାଗାରେ ରହୁଥିଲୁ ସେଠି ବହୁତ ଗଛ ଥିଲା ମାନେ ସେଠି ବହୁତ ପ୍ରଜାପତି ମିଳନ୍ତି ଆଜି ମାମା ଆମର ଟେଷ୍ଟ ନେବ ଘରେ ଓଡ଼ିଆ ପଢ଼ୁଛି ହଁ ଓଡ଼ିଆ ପଢ଼ୁଛି ଓଡ଼ିଆ ପଢ଼ୁଛି ପଢ଼ିବା ଆପଣମାନେ କହିବେ କେବେ ଆପଣମାନେ ପ୍ରଜାପତି ଧରିଛନ୍ତି ଟିକେ କହିବେ କମେଣ୍ଟ ମୁଁ ତ କେବେ ଧରିପାରେନି ମୋତେ ଡର ଲାଗେ ମୋତେ ଡର ମାନେ ଲାଗେ ମୁଁ ଟାଣିଦେନି ସେ ଆଉଥରେ ଚିପକିଯାଏ କୁଆଡ଼େ ବୁଲିକି କାମୁଡ଼ି ଦବ ମାନେ ମୋତେ ସମସ୍ତେ ସେଥିପାଇଁ ଡରପୋକ କୁହନ୍ତି ବେଶୀ ମୁଁ ଡରେ ଆମ ଘରେ ସେଥିପାଇଁ ମୁଁ ବେଶୀ ଆମ ଘରେ ମୁଁ ସବୁଠୁ ବେଶୀ ଡରେ ପ୍ରଜାପତିରୁ ମୁଁ ଡରୁଛି ଏবার ଛଟପଟ ଧରିଦେନେ ସେଥିପାଇଁ ଆପଣମାନେ ପ୍ରଜାପତି ଡରନ୍ତି ନା ଡରନ୍ତିନି ଯେଉଁମାନେ ଧରିଥିବେ ସେମାନେ ଡରୁନଥିବେ ଆଉ ଯେଉଁମାନେ ଡରନ୍ତିନି ସେମାନେ ପାଇଁ ଡରିପାରନ୍ତି ମୋ ଭଳିଆ କେହି ଧରୁଛନ୍ତି ଯଦି କହିବେ ମୁଁ ଏଇଭଳିଆ ହାତରେ ଏଇଭଳିଆ ଧରିଥିଲି ସାଙ୍ଗେ ସାଙ୍ଗେ ଟାଣି ଆଣିନି ସେ ସାଙ୍ଗେ ସାଙ୍ଗେ ଚିପକିଗଲା ମୁଁ ଇଆଡ଼େ ଡରି ଝାରି ପକେଇଲିଣି ଆଜି ଆମର ବହୁତ ସଫାସଫି ଚାଲିଛି କାହିଁକି ଜାଣେ ମାମା ଏତେ ସଫାସଫି କ'ଣ ଆଜି ଦେଖୁଛନ୍ତି ରାତି ଅଧଟାରେ ରାତି ମାନେ ସନ୍ଧ୍ୟା ହେଇଛି ରାତି ହେଇନି ସନ୍ଧ୍ୟା ଅଛି ଏଇଖିଣା ସଫା ଚାଲିଛି ଆମ ଘରର ଆକ୍ଚୁଆଲି ଏଇଟା ବେଶୀ କରୁଛି ଝିଅ ମାନେ ପଲକ ଅଧିକା କରୁଛି ମୁଁ କରେ ମୁଁ ମିଛ କହିବିନି ମୁଁ ବି କରେ ମିଛ କହିବା କଥା ଭଲ ନୁହେଁ ତ ମୁଁ ବି କରେ ମୁଁ ଏଇଟା ମାନିନି ବହୁତ ଟାଇମ୍ କରେ ମୁଁ ଏଇଟା ଆପଣ ମାନେ ମୋତେ ସମସ୍ତେ କୁହନ୍ତି ମୁଁ ଭାରି ସରଳ ଏବେ ଆଗରୁ କହୁଥିଲେ ମୁଁ ଭାରି ସ୍ମାର୍ଟ ଯେଉଁଦିନଠୁ ଝିଅ ହେଇଛି ଏବେ ମୋତେ କହୁନାହାନ୍ତି ଆଉ ମୁଁ ସରଳ ଆଉ ସ୍ମାର୍ଟ ବୋଲି ସବୁ କହୁଛନ୍ତି ସରଳ ଝିଅଟେ କାହିଁକିନା ସେ ଯେତିକି ବଦମାସ ହେଉଛନ୍ତି ସମସ୍ତେ କହୁଛନ୍ତି ମାମାକୁ ତ ସାଞ୍ଜ ହେଲା ବାବା ଭଳିଆ ମାନେ ପଲକ ହେଲା ବାବା ଭଳିଆ ଆଉ ମୁଁ ହେନି ମାମା ଭଳିଆ ଆଗରୁ ସବୁ କୁହନ୍ତି ମୁଁ ବାବା ଭଳିଆ କାହିଁକିନା ମୁଁ ବହୁତ ରାଗେ ତ ମାନେ ମୋଠୁ ବି ଅଧିକା ରାଗି ସିଏ ବାବା ଯେମିତି ରାଗନ୍ତି ସେ ଡିଟୋ ସେଇ ମୁଁ ଟିକେ ମାନେ ଯୋଉଠି ଯିଏ ତାକୁ କହିଦେଲେ ସେଠି ସେ ଜବାବ ଦେଇ ପଳେଇ ଆସୁଛି ମୁଁ ଭାରି କହିପାରେନି ମୋ ମାମା ଭଳିଆ ସିଏ ବହୁତ ଛୁଆ ମାନେ ବଡ଼ ଯିଏ ମାନେ ଘରର ବଡ଼ ମାନେ ମୋ ବାପା ମାଆଙ୍କର ବଡ଼ ସେମାନେ ପ୍ରାୟ ଏଇଭଳିଆ ଥାନ୍ତି ଟିକେ ଅଲଗା ମାନେ ଟିକେ ଏତେ ବି
ଏ ସରଳ ଥାଆନ୍ତି। ଆପଣ କେଉଁମାନଙ୍କୁ ଦେଖିଛନ୍ତି ଏଭଳିଆ ସରଳ? ଜରୁର କହିବା କମେଣ୍ଟରେ ମୋତେ। ମୁଁ ତ ବହୁତ ସରଳ ଛୁଆଙ୍କୁ ଦେଖିଛନ୍ତି ମୋ ଭଳିଆ। ସେମାନେ ବି ସେମିତି ଘରର ବଡ଼ ଛୁଆ ଗୁଡ଼ା ତାଙ୍କ ବାପା ମାଆଙ୍କର। କିନ୍ତୁ ମୁଁ ଘରର ବଡ଼ କେବେ ହେଇପାରିବିନି। ମୁଁ ଝିଅଙ୍କ ଭିତରେ ବି ବଡ଼ ନୁହେଁ। ଝିଅଙ୍କ ଭିତରେ ମୁଁ ମଝିଆ। ମୋତେ ସବୁଆଡ଼ୁ ଝିଅ ହେବା ଆଗରୁ ଭଲ ପାଉଥିଲେ, କିନ୍ତୁ ଏବେ କେହି କହୁନାହାନ୍ତି। ସମସ୍ତେ କହୁଛନ୍ତି ସରଳ, ଆଉ କେହି ଭଲ ପାଉନାହାନ୍ତି ମୋତେ। ସମସ୍ତେ ତାରି ପଛରେ ଅଛନ୍ତି। ଏଭଳିଆ ବାପା ସହ ଅତ୍ୟାଚାର ହୁଏ, କମେଣ୍ଟ କରିବେ। ମୋ ସାଙ୍ଗରେ ତ ବହୁତ ହୁଏ। ଏଇଖିଣା ଯେବେ ବି ଝିଅ ଯାଉଛି ତାକୁ 500 ଟଙ୍କା ଦଉଛନ୍ତି। ମୁଁ ଆଣିବା କଥା ନାହିଁ। ଏଇଟା କି କଥା କହିଲ? ମୁଁ 100 ଟଙ୍କା ଆଣିବି? ମୁଁ ଆଣି ମାମା କହିଲେ ସେ କହିବ ଦେଲେ ତ ତୁ ଆଣିଲୁନି ଆଉ। ଏଇଟା କୋଉ କଥା ହେଲା? ଅତ୍ୟାଚାର ନା ଏଇଟା? ନା ଇନସାଫି। କୋଉମାନଙ୍କ ସାଙ୍ଗରେ ଏଭଳିଆ ନା ଇନସାଫି ହୁଏ? କହିବେ ଟାଟା ତା ପାଇଁ ଟାଟା 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 ମୋବାଇଲ ହଲେଇ ପକେଇବି ମୁଁ। ଟାଟା 70 ଟାଟା ହଁ ମଜାକ କରିବି। ଟାଟା 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 ଟାଟା